ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ସୋମ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ ଚ୍ୟାନେଲକୁ। ଆଜିର କ୍ଲାସରେ ଆମେ ଆଲୋଚନା କରିବା +3 ପଞ୍ଚମ ସେମିଷ୍ଟାର ସିଲାବସ୍ ଉପରେ। ତ ବିଭିନ୍ନ ୟୁନିଭର୍ସିଟିରେ ଅନେକ ଗୁଡ଼ିଏ ଯେମିତିକି ରାଇନ୍ଦ୍ର ୟୁନିଭର୍ସିଟି, କଳାହାଣ୍ଡି ୟୁନିଭର୍ସିଟି, ସମ୍ବଲପୁର ୟୁନିଭର୍ସିଟି, ଏମିତି କିଛି ୟୁନିଭର୍ସିଟିର +3 4th ସେମିଷ୍ଟାର ଏକ୍ଜାମ୍ ସରିଗଲାଣି ଏବଂ ବହୁତ ଗୁଡ଼ିଏ ୟୁନିଭର୍ସିଟି ଯେମିତିକି ରେଭେନ୍ସା ୟୁନିଭର୍ସିଟି ରହିଲା କିମ୍ବା ଆମର ଫକୀରମୋହନ ୟୁନିଭର୍ସିଟି ରହିଲା, ଏମିତି କିଛି ଗୁଡ଼ିଏ ୟୁନିଭର୍ସିଟି, ଫକୀରମୋହନ ବି ସରିଗଲାଣି ବୋଧେ, ଏମିତି ଆଉ କିଛି ୟୁନିଭର୍ସିଟିର 4th ସେମିଷ୍ଟାର ଏକ୍ଜାମ୍ ସରିନି। ତ ଯାହାର ଏକ୍ଜାମ୍ ସରିଗଲାଣି ବାରମ୍ବାର ଗୋଟେ ହିଁ କମେଣ୍ଟ ଆସୁଥିଲା ଯେ 5th ସେମିଷ୍ଟାର ଆରମ୍ଭ କରିବା ପାଇଁ ଏବଂ ବହୁତ ଜଲ୍ଦି ଆମେ ପଞ୍ଚମ ସେମିଷ୍ଟାର ଆରମ୍ଭ କରିବା। ତ ପ୍ରଥମେ ଆଜିର କ୍ଲାସରେ ଆମେ ସିଲାବସ୍ ଉପରେ ଆଲୋଚନା କରିବା ଯେ ଆମର ସିଲାବସ୍ରେ ରହିଛି କ'ଣ ସେ ଉପରେ ଆମେ ଆଲୋଚନା କରିବା। ତ ଏଇଥିରେ ଆମକୁ ଟୋଟାଲ 3ଟି ପେପର ପଢିବାକୁ ପଡିବ ପଞ୍ଚମ ସେମିଷ୍ଟାରରେ। କୋର୍ ପେପର 3ଟି 11, 12 ଏବଂ 13 3ଟି ଆମକୁ କୋର୍ ପେପର ପଢିବାକୁ ପଡିବ, ମାନେ 300 ମାର୍କର ଆମକୁ କୋର୍ ପେପର ଏକ୍ଜାମ ଦେବାକୁ ପଡିବ। ଯେମିତିକି ଆମର ଚତୁର୍ଥ ସେମିଷ୍ଟାରରେ 8, 9, 10 3ଟି ପେପର ଥିଲା, এই ସେମିଷ୍ଟାରରେ ମଧ୍ୟ ଆମକୁ 3ଟି ପେପର ଏକ୍ଜାମ ଦେବାକୁ ପଡିବ। ତ ଦେଖିବା ଚାଲ ଯେ ଆମର ସିଲାବସ୍ ରହିଛି କ'ଣ ଏବଂ ତାପରେ ସିଲାବସ୍ ସରିଗଲା ପରେ ଆମେ ୟୁନିଟ୍ ୱାଇଜ୍ ସେଇ ଟପିକ୍ ଗୁଡ଼ିକ ଆଲୋଚନା କରିବା। ତ କୋର୍ 11 ରହିଛି ଆମର ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ। ତ ଗଦ୍ୟ ସାହିତ୍ୟ ମାନେ ଜାଣିଛ ପିଲାମାନେ, ଗଦ୍ୟ ସାହିତ୍ୟରେ ଆମର ଜୀବନୀ, ଆତ୍ମଜୀବନୀ, ଭ୍ରମଣ କାହାଣୀ, ପ୍ରବନ୍ଧ, ରମ୍ୟ ରଚନା ଏସବୁ ଆମର ଗଦ୍ୟ ସାହିତ୍ୟରେ ଅନ୍ତର୍ଭୁକ୍ତ ହୋଇଥାଏ। ତ କ'ଣ ରହିଛି ଦେଖ, ଆମର ଗଦ୍ୟ ସାହିତ୍ୟରେ ରହିଛି ୟୁନିଟ୍ 1 ରେ ଯେ ମୋ ସମୟର ଓଡ଼ିଶା। ଆଗରୁ ଆମେ ଏହାର ଆଗରୁ ଦେଖିବା ଯେ ଜୀବନୀ ସାହିତ୍ୟରେ ମୋ ଫୁଟା ଡଙ୍ଗାର କାହାଣୀ ଥିଲା। ତୁମର ସିନିୟର ଯେଉଁମାନେ ଥିଲେ, ଯେଉଁମାନେ ପାସ୍ ଆଉଟ୍ କରିସାରିଲେଣି, ତାଙ୍କର ସିଲାବସ୍ରେ ମୋ ଫୁଟା ଡଙ୍ଗାର କାହାଣୀ ଫତୁରାନନ୍ଦଙ୍କର ସମ୍ପୂର୍ଣ୍ଣ ମାନେ ଆତ୍ମଜୀବନୀ ଗୋଟେ ଦେଇଥିଲା, କିନ୍ତୁ ଏ ଜାଗାରେ ଦିଟା ଦେଇଛି, ମୋ ସମୟର ଓଡ଼ିଶା କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଆତ୍ମଜୀବନୀ ଏବଂ ଶରତ କୁମାର ମହାନ୍ତିଙ୍କର ଗାନ୍ଧୀ ମଣିଷ ଦିଟା ରହିଛି। ବଟ୍ ଦିଟା ଆତ୍ମଜୀବନୀ ଆମକୁ କମ୍ କମ୍ ପଢିବାକୁ ପଡିବ। ଏଇଟା ଦେଖ 6ଟା ପରିଚ୍ଛେଦ ମାନେ 86 ପୃଷ୍ଠା ପର୍ଯ୍ୟନ୍ତ ଏବଂ ଏଇଟା 10ଟି ପରିଚ୍ଛେଦ 55 ପୃଷ୍ଠା ପର୍ଯ୍ୟନ୍ତ, ମାନେ ଗୋଟେକୁ ଆମକୁ 86 ପେଜ ପଢିବାକୁ ପଡିବ ଏବଂ ଗୋଟେ ଆମକୁ 55 ପୃଷ୍ଠା ପଢିବାକୁ ପଡିବ, ମାନେ କମ୍ କମ୍ ପଢିବାକୁ ପଡିବ। କିନ୍ତୁ ସେ ପୂର୍ବରୁ ତୁମର ଯେଉଁ ଥିଲା ମୋ ଫୁଟା ଡଙ୍ଗାର କାହାଣୀ, ସେଇଟା କେବଳ 300 ପେଜ ରହିଯାଇଥିଲା, 300 ପେଜ ପ୍ଲସ୍ ଥିଲା ସେଇ ଆତ୍ମଜୀବନୀ। ତ ଏତିକି ଦେଇନି, ମାନେ ଭାବ ତୁମର ସିଲାବସ୍ କମ୍ ଦେଇଛି। ତ ମୋ ସମୟରେ ଓଡ଼ିଶା ଆମେ ପଢିବା କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର, କିମ୍ବା ଦେଇଛି ଗାନ୍ଧୀ ମଣିଷ ଶରତ କୁମାର ମହାନ୍ତିଙ୍କର। ଏଇଟା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା ବୋଧେ। ତ ମାନେ ପିଲାମାନେ ଯେହେତୁ ଅର୍ ରେ ଥିଲେ ଆମକୁ ବହୁତ ଜାଗା ପଢିବାକୁ ପଡିବ। ସର୍ଟ କ୍ୱେଶ୍ଚିନ୍ କିନ୍ତୁ ବହୁତ ରୁ ହିଁ ଆସିବ, ଲଙ୍ଗ କ୍ୱେଶ୍ଚିନ୍ ହେଇପାରେ ଗୋଟେ ଜାଗାରୁ ଆସିପାରେ, ବଟ୍ ସର୍ଟ କ୍ୱେଶ୍ଚିନ୍ ଆମର ବହୁତ ରୁ ଆସିବ। ତ ଦିଟା ଆମକୁ ଆତ୍ମଜୀବନୀ ଦେଇଛି। ୟୁନିଟ୍ 2 ରେ କ'ଣ ଦେଇଛି, ଭ୍ରମଣ କାହାଣୀ ଦେଇଛି। ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କି, ଭୁବନେଶ୍ୱର ବେହେରାଙ୍କର ଭ୍ରମଣ କାହାଣୀ, ଭୁବନେଶ୍ୱର ବେହେରା ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସର ରିଟାୟାର୍ଡ ହେଇଥିଲେ ସେ, ତାଙ୍କର ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କି ଅଲରେଡି ମୁଁ ୟୁଟ୍ୟୁବରେ ଆଲୋଚନା କରିଦେଇ ସାରିଛି, ତୁମର ସିନିୟର ମାନଙ୍କର ଥିଲା, ତାକୁ ଆମେ ପୁଣି ଆଉଥରେ ପଢିବା। ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ଏବଂ ତାପରେ ଗୋଲକ ବିହାରୀ ଦଳଙ୍କର ଭ୍ରମଣ କାହାଣୀ ଦେଇଛି ଆମେରିକା ଅନୁଭୂତି। ଦିଟା ଆତ୍ମଜୀବନୀ, ଦିଟା ଭ୍ରମଣ କାହାଣୀ। କିମ୍ବା ଲେଖିଛି ନା ଲଙ୍ଗ କ୍ୱେଶ୍ଚିନ୍ ଆମକୁ ଗୋଟେ ପାଇଁ ପ୍ରିପେୟାର ହେଲେ ବି ଚଳିବ, ବଟ୍ ସର୍ଟ କ୍ୱେଶ୍ଚିନ୍ ଆମକୁ ବହୁତ ପଢିବାକୁ ପଡିବ। କାହିଁକି ନା ସର୍ଟ କ୍ୱେଶ୍ଚିନ୍ କୌଣସି ଜାଗାରୁ ଆମକୁ ପଚାରିପାରେ, ଆମକୁ ମାନେ ଏକୁରେଟ୍ ମୋ ସମୟରେ ଓଡ଼ିଶାରୁ କିମ୍ବା ଗାନ୍ଧୀ ମଣିଷ ଦିଟା ଜାଗାରୁ ଗୋଟେ ଏ ଭିତରୁ ଗୋଟେ ଏମିତି ଦେବନି, ଆମକୁ ଏକ୍ଜାକ୍ଟଲି ସର୍ଟ କ୍ୱେଶ୍ଚିନ୍ 10ଟା ଦେବ ଏବଂ 10ଟାରୁ 10ଟା ଆମକୁ କରିବାର ଥିବ, କିମ୍ବା 2 ମାର୍କିଆଟା 9ଟା ଏକୁରେଟଲି ଦେବ, 2 × 9 = 18, ସେଟା ସବୁ ଆମକୁ କରିବାକୁ ପଡିବ। ତ ସେଇ ଜାଗାରେ ଆମକୁ ବହୁତ ପଢିବାକୁ ପଡିବ, କୌଣସି ଜିନିଷକୁ ଆମେ ଛାଡି ପାରିବା ନାହିଁ। ୟୁନିଟ୍ 3 ରହିଛି ଭାଗବତ ଟୁଙ୍ଗିରେ ସନ୍ଧ୍ୟା, ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର, ଯେଉଁଥିରେ କି ପ୍ରଥମ 4ଟି ସନ୍ଧ୍ୟା ପଢିବା ଆମେ, ଏବଂ ପତ୍ର ଓ ପ୍ରତିମା, ଯୋଉଟା କି ପ୍ରଥମ 4ଟି ରଚନା ନିତ୍ୟାନନ୍ଦ ମହାପାତ୍ରଙ୍କର, ଏଇଟା ଆମେ ପଢିବା। ଏଠି 4ଟି ସନ୍ଧ୍ୟା ଏବଂ ଏଠି 4ଟି ରଚନା ପତ୍ର ଏବଂ ପ୍ରତିମାରେ ପଢିବା, ରମ୍ୟ ରଚନା ଯୋଉଟା। ତାପରେ ୟୁନିଟ୍ 4 ରେ ଆମେ ଦେଖିବା ଯେ ନୀଳକଣ୍ଠ ଦାସଙ୍କର ଆର୍ଯ୍ୟ ଜୀବନ, ଚନ୍ଦ୍ରଶେଖର ଦାସଙ୍କର ମଧୁସନ୍ଧାନ ଆଉ ଚିତ୍ତରଞ୍ଜନ ଦାସଙ୍କର ଭଗବାନ ଓ ଓଡ଼ିଆ ଜାତି, ଏ 3ଟି ପ୍ରବନ୍ଧ ଆମକୁ ପଢିବାକୁ ପଡିବ। ତ ଯେହେତୁ ଆମର ଟିକେ ଫାଷ୍ଟ ସିଲାବସ୍ ଅଛି ପିଲାମାନେ ଗଦ୍ୟ ସାହିତ୍ୟରେ, ତ ଏହାକୁ ଆମକୁ ଟିକେ ଜଲ୍ଦି ଆରମ୍ଭ କରିବାକୁ ପଡିବ, ଜଲ୍ଦି ଆଲୋଚନା କରିବାକୁ ପଡିବ। ତାପରେ ଦେଖିବା କ'ଣ ରହିଛି କୋର୍ 12ରେ ରହିଛି ଓଡ଼ିଆ ଲୋକ ସାହିତ୍ୟ, ଯୋଉଟାକି ତୁମମାନଙ୍କର ନିଶ୍ଚିତ ଭାବରେ ତୁମମାନଙ୍କର ଅନ୍ୟ ପେପର ଅପେକ୍ଷା ଟିକେ ଇଜି ରହିବ। ଲୋକ ସାହିତ୍ୟ ମାନେ ଲୋକମାନଙ୍କର ସାହିତ୍ୟ, ଆମେ ଲୋକ ସାହିତ୍ୟ ବୋଲି କହିଥାଉ, ଯୋଉଟାକି କଥିତ ସାହିତ୍ୟ, ତାକୁ ଲୋକ ସାହିତ୍ୟର ପର୍ଯ୍ୟାୟଭୁକ୍ତ ଭାବରେ ଗ୍ରହଣ କରାଯାଇଥାଏ। ଏବଂ ଏଇ ଯେଉଁ ବିଦଗ୍ଧ ସାହିତ୍ୟ ବର୍ତ୍ତମାନ ଆମେ ଯେଉଁ ସାହିତ୍ୟ ବହିରେ ପଢୁଛା, ସେଇ ବିଦଗ୍ଧ ସାହିତ୍ୟର ଜନନୀ ହେଉଛି ଲୋକ ସାହିତ୍ୟ। ସାହିତ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଗୋଟେ ହେଉଛି ଲୋକ ସାହିତ୍ୟ, ଗୋଟେ ହେଉଛି ବିଦଗ୍ଧ ସାହିତ୍ୟ। ଲୋକ ସାହିତ୍ୟର କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ, କିନ୍ତୁ ବିଦଗ୍ଧ ସାହିତ୍ୟ ନିର୍ଦ୍ଦିଷ୍ଟ ନିୟମ ଏବଂ ନିର୍ଦ୍ଦିଷ୍ଟ ଶୈଳୀକୁ ଆଧାର କରି ରଚିତ ହୋଇଥାଏ। ତ ସେଇ ଲୋକ ସାହିତ୍ୟ ଗୁଡ଼ିକ ଉପରେ ଆମେ ଆଲୋଚନା କରିବା। ଲୋକ ସାହିତ୍ୟରେ କ'ଣ ରହିଛି ୟୁନିଟ୍ରେ, ପ୍ରଥମେ ରହିଛି ଲୋକବାଣୀର ସଂଜ୍ଞା, ସ୍ୱରୂପ ଏବଂ ପ୍ରକାରଭେଦ। ଲୋକବାଣୀ ହେଲା, ଲୋକବାଣୀର ସଂଜ୍ଞା, ସ୍ୱରୂପ, ପ୍ରକାରଭେଦ, ଯେଉଁଥିରେ ଆମର ପ୍ରବାଦ, ପ୍ରବଚନ, ଛଟା, ଢଗଡ଼ମାଳି, ନାଦିଆ ଯିବ। ୟୁନିଟ୍ 2 ରେ ଲୋକଗୀତର ସଂଜ୍ଞା, ସ୍ୱରୂପ, ଲୋକଗୀତର ସଂଜ୍ଞା, କିଏ ତାକୁ କ'ଣ ବୋଲି କହିଛନ୍ତି,
तार स्वरूप तार प्रकारभेद और तार विभिन्न दिग रहिबो। यूनिट 3 रे लोक कहानी प्रज्ञा स्वरूप और प्रकारभेद रहिबो और यूनिट 4 रे लोक नाटकर प्रज्ञा स्वरूप और प्रकारभेद रहिबो। जेंतरि कि हमर पाला जोटा कि भद्रक अंचल विशेष कर परिचित दासकाठिया प्रहलाद नाटक जोटा गंजाम अंचल दंड नाच छौ लीला डालखाई कर्मा ये सब ऊपर हम टिके आलोचना करबा यूनिट 4 रे। तो एटा ही हमर जो लोक साहित्य रे लोकगीत लोक कहानी लोक नाटक ये तीनटा ही दिजी लोक साहित्यर एवं तुमरो जो पूर्व सिलेबस थिला 4 सेमेस्टर थिला तुमनकर सीनियर मानकर फेतिर लोक साहित्य एवं लोक संस्कृति देला किंतु से लोक साहित्य एवं लोक संस्कृति यूनिट को स्किप करिकि से जगह दे देछि लोकवाणी र प्रज्ञा स्वरूप एवं प्रकारभेद। तो ठीक अछि हमको लोकवाणी र प्रज्ञा स्वरूप एवं प्रकारभेद पढिबा को पढिबा एवं ए रिलेटेड बुक गुडा को मते दे देछि जो बुक रो हम देखि परिबा लोक कहानी एटा होछि लोकगीत एवं कहानी कुंजबेर दासकर पीएचडी थेसिस एटा लोकधारा और लोक संस्कृति लोक साहित्य कुमुद रंजन पाणिग्राहींकर कृष्ण फार्गर बही अछि श्याम सुंदर महापात्रंकर बही अछि नारायण फार्गर बही अछि ए सब बही गुडा पीडीएफ मते मु तुमको टेलीग्राम ग्रुप रे दे देबी। तो सेथुर हम ए टॉपिक गुडी को आलोचना करबा। तापरे एडी देइछि सेमेस्टर 6 नुहे एटा पाई नंबर को हमको सेमेस्टर 5 रे पढिबा को पड़िबो। सेमेस्टर 5 रे पढिबा को पड़िबो कोर नंबर 13 टा को ए जो कोर नंबर 13 रहिला या को हमको सेमेस्टर 5 रे पढिबा को पड़िबो। ओडिया भाषा और लिपि रो ऐतिहासिक विवर्तन जे भाषा कोन एवं लिपि कोन एवं तार जो विवर्तन बा जो विवर्तित धारा से जिनफो हम देखिबा ओडिया भाषा और लिपि रो ऐतिहासिक विवर्तन रे। तो यूनिट 1 कोन रहिछि ओडिया भाषा रो उद्भव एवं विकास ओडिया भाषा केमिति स्वतंत्र और मौलिक भाव में सृष्टि होता से जिन गुड़िक आम आलोचना करवा जमीती कि इंडो यूरोपीय भाषा करवा आरंभ करके प्राचीन मध्य आधुनिक भारतीय आर्य भाषा आधुनिक भाषा जमी मध्य भारतीय आर्य भाषा पाली प्राकृत प्राकृत केमिति भाव में प्राकृत केमिति मागधी मागधी केमिति दक्षिण पूर्व मागधी अपभ्रंश ओडिया भाषा स्वतंत्र और मौलिक रूप में 10वीं शताब्दी रे सृष्टि लाभ करिछि से ऊपर हम आलोचना करिबा एवं तार विकास क्रम जो ओडिया भाषार विकसित रूप प्रत्न ओडिया प्राचीन ओडिया हला मध्य ओडिया आधुनिक ओडिया ए ऊपर हम आलोचना करिबा यूनिट 1 रे ओडिया भाषार उद्भव एवं विकास क्रम एटा भी तुम मानकर पूर्व वर्ष जो मानकर एनपी लागू होई नथला तांकर 3 नंबर सेमेस्टर रे ए पेपरटा तुम मानकर थिला सेम थिला पूरा पूरी यूनिट 4 टा जाको यूनिट सेम थिला। तापरे यूनिट 2 लिपि रो ऐतिहासिक विवर्तन पिला माने तुम YouTube रे लिपि सर्च करलो माने YouTube तुमको मो वीडियो सजेस्ट करबो से वीडियो मोर पाखा पाखी 35 ना 40,000 समथिंग व्यू जाईची एवं ओडिया लिपि रो ऐतिहासिक विवर्तन लिपि केमिति जन्म लाभ करा चित्र लिपि लिपि प्राथमिक रूप भारतीय लिपि मानक भीतर प्रथम प्राचीन ब्राह्मी लिपि को कहिताउ तो लिपि रो जो विवर्तन प्राचीन ब्राह्मी लिपि परवर्ती ब्राह्मी लिपि गुप्त लिपि मध्ययुगीय लिपि प्रत्न ओडिया लिपि प्राचीन ओडिया लिपि आधुनिक ओडिया लिपि एई सातोटी लिपि ऊपर हमकु आलोचना करबा को पड़िबो ओडिया लिपि रो ऐतिहासिक विवर्तन केमिति डेवलप हे वर्तमान रूप धारण करिছে ओडिया लिपि से जिन हमकु पढिबा को पड़िबो यूनिट 2 रे। तापर यूनिट 3 ओडिया अभिलेखर भाषा अभिलेख भितर शिलालेख ताम्रलेख एवं सनंद जीव तो ओडिया अभिलेखर भाषा ऊपर हमकु आलोचना करबा को पड़िबो जेमिति विभिन्न अभिलेख गुडी को रहिला जेमिति कि उर्जाम रहिला गंडीबाड़ा रहिला द्विभाषिक रहिला जगन्नाथ मंदिर रहिला सिद्धेश्वर रहिला जो शिलालेख गुडी को रहिला शिलालेख गुडी को ऊपर ताम्रलेख गुडी को भितर हमर जेमिति त्रिमाली मठ ताम्रफलक शंकरानंद ताम्रफलक फेतिरे जो भाषा गुडी को व्यवहार हेछि जेमिति कि उर्जाम रे षष्ठी समर मुखाने करी पुदर्प मर्दन भुजाबळ पराक्रम हला किबा द्विभाषिक रे षष्ठी श्रीवीर नारसांग देव सप्रबोध माने विजय राजस्व हला। तो ये जो विभिन्न भाषा गुडी को व्यवहार हेछि से समय कहीं ना कोनथिरे हम प्रत्न ओडिया देखिबा को पाइबा कोनथिरे हम देवनागरी देखिबा को पाइबा सेही अभिलेख गुडी को हम क्यों ओडिया भाषा देखिबा को पाइबा सेटा हमें विशेष कर आमर आलोचना करिबा यूनिट 3 रे। तो ओडिया अभिलेखर भाषा जे प्रथम ओडिया अभिलेख बोली हम कहता उर्जाम को एवं प्रथम ताम्रफाफन ताम्रलेख भाव जोटा को मिलिथिला हमर जे निबिना ताम्रफाफन बोली कि जोंतिर को हम देखियो गया कुंभार शब्द बोली कि किबा अनंत वर्मांकर मंडाफा केते जगह मंजुफा बोली वर्णना दी जोंतिर कि भितर 15 देखिबा को पाइबा सेही भली ताम्रलेख गुडी को ऊपर मते जोंतिर कि ओडिया भाषा देखिबा को पाइबा सेही ताम्रलेख सेही अभिलेख गुडी को ऊपर हम आलोचना करिबा यूनिट नंबर 3 रे। तापरे यूनिट नंबर 4 रे कोन आलोचना करिबा चर्या पद और सारला साहित्यर भाषा चर्या साहित्यर समस्त जानिछ +3 सेकंड सेमेस्टर तो मान करथिला चर्या पद जोतिर कि सप्तम अष्टम शताब्दी चतुर्थ शताब्दी पर्यंत हम देखो चर्या पद बोली कहिताउ। तो चर्या साहित्य समय रे बा प्राक सारला युग रे जो भाषा थिला सेही चर्या पदर भाषा कोन थिला जेमिति कि आलो आंधरी भाषा बोली ताको कहा जाय हैला चर्या गीतर भाषा को आलो आंधरी भाषा बोली हम कहिताउ ताको हम फान्य भाषा बोली कहिताउ। तो से भाषा केउ भली भाबरे थिला से भाषा गुडी को ऊपर हम आलोचना करिबा यूनिट 4 रे चर्या पदर एवं सारला साहित्यर भाषा जेते बेले सारला संग समय रे बा सारला दास भितर लेखनी
ମାଧ୍ୟମରେ ଓଡ଼ିଆ ସାହିତ୍ୟକୁ ପରିପୃଷ୍ଟ କରିଥିଲେ ତାଙ୍କର ମହାଭାରତ ଯେତେବେଳେ ସେ ରଚନା କରିଥିଲେ ସେଇ ସମୟର ଭାଷା କେଉଁଭଳି ଭାବରେ ଥିଲା ସେଇଟା ଆମେ ଆଲୋଚନା କରିବା ୟୁନିଟ୍ ନମ୍ବର 4 ରେ। ତ ଚର୍ଯ୍ୟାପଦ ପ୍ରାକ୍ ସାରଳା ଯୁଗ ଏବଂ ସାରଳା ଯୁଗ ଉଭୟ ଯୁଗର ଭାଷା ଉପରେ ଆମେ ଆଲୋଚନା କରିବା ୟୁନିଟ୍ ନମ୍ବର 4 ରେ। ତ ଏତିକି ହିଁ ଆମେ ମାନେ ଆଲୋଚନା କରିବା ଆମର ଟୋଟାଲ 3ଟି ପେପର 11, 12 ଏବଂ 13 ରେ ଆମର ଏତିକି ହିଁ ରହିଲା ଏବଂ ତୁମର କ୍ୱେଶ୍ଚିନ୍ ପ୍ୟାଟର୍ନ ପିଲାମାନେ ଯେମିତି ଥିଲା ତୁମର 5 ମାର୍କିଆ 8 ମାର୍କିଆ 1 ମାର୍କିଆ 2 ମାର୍କିଆ ତୁମର କ୍ୱେଶ୍ଚିନ୍ ପ୍ୟାଟର୍ନ ଯେମିତି ଥିଲା ସେଇଭଳି ପ୍ୟାଟର୍ନ ହିଁ ତୁମମାନଙ୍କର କ୍ୱେଶ୍ଚିନ୍ ଆସିବ ଏବଂ এই বিষয়গুড়িক আমি যেহেতু তোমার এনপি সিଲାবସ୍ লাগু হয়ে যাই এবং ইউট্ୟୁବରେ ভিডিও প্রায়তঃ মিলুনথিব তোমাকে বর্তমান কাহিଁକି তোমার নূয়া বেচ এনপি র ফার্স্ট বেচ হচ্ছে তুমি মানে যে বর্তমান ভিডিও দেখুছ তুমি হচ্ছে এনপি র ফার্স্ট বেচ। তো যেহেতু মানে ଏହା ଉପରେ ବିଭିନ୍ନ କ୍ଲାସ ହିଁ ନଥିବ ତ ମୁଁ ଚେଷ୍ଟା କରିବି ଯଥାଶୀଘ୍ର ତୁମମାନଙ୍କର କ୍ଲାସକୁ ଆରମ୍ଭ କରିବା ପାଇଁ ଏବଂ 4th ସେମିଷ୍ଟର ବି ତୁମମାନଙ୍କର ପ୍ରାୟତଃ ସିଲାବସ୍ ମୁଁ ସାରି ଦେଇଥିଲି 70-80% ପ୍ଲସ୍ ତୁମର ସିଲାବସ୍ ସରିଯାଇଥିଲା ଖାଲି ତୁମମାନଙ୍କର କୋର୍ 10 ର କିଛି ଗଳ୍ପ ସାରି ପାରି ନଥିଲି ବଟ୍ ତୁମମାନଙ୍କର ପ୍ରାୟତଃ ସିଲାବସ୍ ସରିଯାଇଥିଲା। ତ ଏଥର ମୁଁ ତୁମମାନଙ୍କର ଚେଷ୍ଟା କରିବି ପଞ୍ଚମ ସେମିଷ୍ଟର ତୁମମାନଙ୍କର ଏବେ ଏକ୍ଜାମ ହେବନି ସମସ୍ତଙ୍କର ଏକ୍ଜାମ ସେଇ ନଭେମ୍ବର ଡିସେମ୍ବର ହିଁ ଏକ୍ଜାମ ହେବ ତଥାପି ମୁଁ ଚେଷ୍ଟା କରିବି ତୁମମାନଙ୍କର ସିଲାବସ୍କୁ ଯେ ବହୁତ ଶୀଘ୍ର ସାରିବା ପାଇଁ। ତ ঠিক আছে ପିଲାମାନେ ଯେହେତୁ ଯୋଉମାନେ ନୂଆ ଆସିଛ ଚ୍ୟାନେଲକୁ ଆଗରୁ କେହି ଚ୍ୟାନେଲକୁ ଭିଜିଟ୍ କରିନଥିଲ ଯୋଉମାନେ ଚ୍ୟାନେଲକୁ ସବସ୍କ୍ରାଇବ କରିନ ସେମାନେ କାଇଣ୍ଡଲି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅ ଆଉ ଯାହାର ଯଦି କିଛି ବି ଡାଉଟ୍ ଥିବ ସିଲାବସ୍ ରିଲେଟେଡ୍ କିମ୍ବା ଅନ୍ୟ କୌଣସି ଜିନିଷ ତାହେଲେ ନିଶ୍ଚିତ ଭାବରେ ତୁମମାନେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ଜୟ ଜଗନ୍ନାଥ ଜୟ ମା ସମଲେଇ। ପୁଣି ଦେଖା ହେବା ଆମେ ଆଗାମୀ ଭିଡ଼ିଓରେ ଏବଂ ସେଥିରେ ଆମେ ଆଲୋଚନା କରିବା ଆମର କୋର୍ ପେପର 11 ର ଯୋଉ ରହିଛି ଆମର ଆତ୍ମଜୀବନୀ ଉପରେ। ଧନ୍ୟବାଦ।